ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ବଦଳିବ ମା ତାରିଣୀ ପୀଠର କାୟାକଳ୍ପ। ରାଜ୍ୟରେ ପ୍ରସିଦ୍ଧ ଦେବୀ ଘଟଗାଁ ତାରିଣୀ ପୀଠ ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ କେନ୍ଦୁଝର ଯାଇ ଘଟଗାଁରେ ଉନ୍ନତିକରଣ ନିମନ୍ତେ 312 କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଗାମୀ ବର୍ଷେ ଭିତରେ ତାରିଣୀ ପୀଠର ଉନ୍ନତିକରଣ ଶେଷ ହେବ। ପ୍ରକଳ୍ପ ସହିତ ଜଡ଼ିତ ଡିପିଆର୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 60 ଏକର ଜମିରେ ଏହି ପ୍ରକଳ୍ପ ହେବ। ଏଥିମଧ୍ୟରେ ପ୍ରମୁଖ ରହିଛି 216 ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ଖାଦ୍ୟ ପ୍ଲାଜା ଓ 500 ଲୋକଙ୍କ ପାଇଁ ପ୍ରସାଦ ସେବନ। ପରବର୍ତ୍ତୀ ଖବର, ଆଉ କିଛି ଦିନ ପରେ ଆରମ୍ଭ ହେବ 2026। ଏହା ସହ ଅନେକ ନିୟମର ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଛି। ତେଣୁ ଆଡଭାନ୍ସ ଟ୍ୟାକ୍ସ ପଇଠ ଏବଂ ଆଧାର ପ୍ୟାନ୍ ଲିଙ୍କ କରିବା ଭଳି ଅନେକ ଜରୁରୀ କାମ ଏହି ମାସରେ କରିଦିଅନ୍ତୁ। ଯଦି ଆପଣ ଏହି କାମ ଏହି ମାସରେ କରୁନାହାନ୍ତି, ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ପରବର୍ତ୍ତୀ ଖବର, କୁଆଡ଼େ ଗଲେ ନବୀନ? ସୋସିଆଲ ମିଡିଆରେ ଆକ୍ଟିଭ ହେଲେ ଗୃହରେ ଆବସେଣ୍ଟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। 8 ଦିନ ହେଲା ଗୃହକୁ ଆସୁନାହାନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗଣତାନ୍ତ୍ରିକ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲା ବିଜେପି। ସ୍ୱାସ୍ଥ୍ୟଗତ ସମସ୍ୟା କହି କଥା ଏଡ଼ାଇଗଲା ବିଜେଡି। ପରବର୍ତ୍ତୀ ଖବର, ଏସ୍ଆଇ କେଳେଙ୍କାରୀ ଧରାହେବେ। କୋଟି କୋଟିରେ ଚାକିରି, ଚାଲିଛି କଡ଼ଗଣ୍ଡା ହିସାବ। କେରାଣ୍ଡି ଧରାପଡ଼ିବା ପରେ ବଡ଼ ମାଛଙ୍କ ଛାତି ଧଡ଼ ଧଡ଼। ସ୍କାନରରେ ଓପିଆର୍ବିରେ କାର୍ଯ୍ୟରତ 4 ପୋଲିସ ବାବୁ ଧରାପଡ଼ିବା ଭୟରେ ଲୁଚିବା ଆରମ୍ଭ କଲେଣି। ଅର୍ଜୁନ ନାୟକ, ନିମାଇଁ ସାହୁ, ଦଲାଲ ନମ୍ବର 14 ଓ 15। 25 ଲକ୍ଷ ବିନିମୟରେ ସବ୍ ଇନ୍ସପେକ୍ଟର ଚାକିରି ଦେବା ପାଇଁ ଏମାନେ ନେଇଥିଲେ ଠିକା। ନିମାଇଁ ହେଉଛନ୍ତି ଗିରଫ ଅଭିଯୁକ୍ତ ତଥା ଦୀଘା ମଡ୍ୟୁଲ ସମ୍ଭାଳୁଥିବା ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ। ଦୀର୍ଘ 7 ଦିନ ହେଲା ଏହି 2 ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ବେଳେ ଆଜି ଏମାନଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କୁ ମେଡିକାଲ ଯାଞ୍ଚ ମଧ୍ୟ କରାଯାଇଛି। ପରବର୍ତ୍ତୀ ଖବର, ସ୍ମୃତି କହିଲେ ଭାଙ୍ଗିଲା ବାହାଘର। ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସ୍ମୃତି ମନ୍ଦନା ଓ ପଲାଶ ମୁଛାଲଙ୍କ ବିବାହକୁ ନେଇ ଆସିଲା ବଡ଼ ଅପଡେଟ୍। କିଛି ଦିନର ନୀରବତା ପରେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ସ୍ମୃତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ସେ ନିଶ୍ଚିତ କରିଛନ୍ତି। ଏହା ସହ ଏହି ବାହାଘର ଭାଙ୍ଗି ଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଖବର, ଟ୍ରାଫିକ ପାଇଁ ରାଜଧାନୀ ଜାମ୍, ନାକେଦମ କରୁଛି ଭିଡ଼। ଦିନ ହେଉ କି ରାତି, କଲବଲ କରୁଛି ଟ୍ରାଫିକ ଜାମ୍। ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହୁଛି ଗାଡ଼ି। ଭୁବନେଶ୍ୱରରେ ନାକେଦମ କରୁଛି ଟ୍ରାଫିକ ସମସ୍ୟା। ବାଣୀବିହାରରୁ ବରମୁଣ୍ଡା, ହଂସପାଳରୁ ରସୁଲଗଡ଼ କଳ୍ପନା। ରାଜରାସ୍ତାରେ ପଛକୁ ପଛ ଲମ୍ବି ଯାଉଛି ଗାଡ଼ି। ଘଣ୍ଟା ଘଣ୍ଟା ଧରି ଭିଡ଼ରେ ଫସି ରହୁଛି ଗାଡ଼ି। ଏମିତିକି ଏଥିରୁ ବର୍ତ୍ତି ପାରୁନି ଆମ୍ବୁଲାନ୍ସ। ବହୁବାର ତ ଆମ୍ବୁଲାନ୍ସ ବି ଯିବାକୁ ବାଟ ପାଉନି। ପରବର୍ତ୍ତୀ ଖବର, ଭାରତ କରୁଛି ବଡ଼ ପ୍ଲାନ୍। ଭାରତ ଇସ୍ରାଏଲ ଠାରୁ କିଣୁଛି 40,000 ହାଲୁକା ମେସିନ ଗନ୍। ଇସ୍ରାଏଲର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ 40,000 ହାଲୁକା ମେସିନ ଗନ୍ ଯୋଗାଇବାକୁ ଯାଉଛି। ଆସନ୍ତା ବର୍ଷ ଆରମ୍ଭରୁ ଏହି ବନ୍ଧୁକ ଯୋଗାଇବ ଇସ୍ରାଏଲ। ପାଖାପାଖି 1,70,000 ଅତ୍ୟାଧୁନିକ କାର୍ବାଇନ୍ ଯୋଗାଣ ପାଇଁ ମଧ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଭାରତକୁ ପିସ୍ତଲ, ରାଇଫଲ ଏବଂ ମେସିନ ଗନ୍ ଆଦି ଯୋଗାଇବା ପାଇଁ ଇସ୍ରାଏଲ ୱେପନ୍ ଇଣ୍ଡଷ୍ଟ୍ରିଜ୍, ଭାରତର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମେତ ବିଭିନ୍ନ ସଂସ୍ଥା ଏହି ଏକାଠି କାର୍ଯ୍ୟ କରୁଥିବା
ଏହାର ସିଇଓ କହିଛନ୍ତି। ପରବର୍ତ୍ତୀ ଖବର 33 ବର୍ଷ ପରେ ପୁଣି ବାବ୍ରି ମସଜିଦ୍ ନେଇ ସରଗରମ ହେଲା ରାଜନୀତି। ଅଯୋଧ୍ୟା ନୁହେଁ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ବାବିର ମସଜିଦକୁ ନେଇ ବିବାଦ। ବେଲଡଙ୍ଗାରେ ମସଜିଦ ନିର୍ମାଣ ଲାଗି ଶିଳାନ୍ୟାସ କଲେ ନିଲମ୍ବିତ ଟିଏମସି ବିଧାୟକ ହୁମାୟୁଁ କବିର। ବିଜେପି ଜମାଇଲା କଡ଼ା ଆପତ୍ତି, କହିଲା ମାହୋଲ ଖରାପ କରୁଛି ମମତା ବାନାର୍ଜୀଙ୍କ ସରକାର। ମସଜିଦ ନିର୍ମାଣକୁ ନେଇ ବାବିର ନାମକୁ କରାଯାଉଛି ବିରୋଧ। ପରବର୍ତ୍ତୀ ଖବର ପ୍ରବଳ ଶୀତରେ ଥରୁଛି ଓଡ଼ିଶା। ଗତ 24 ଘଣ୍ଟାରେ ରାଜ୍ୟରେ 6ଟି ସହରର ତାପମାତ୍ରା 10 ଡିଗ୍ରୀ ତଳକୁ ଖସି ଆସିଛି। ରାଉରକେଲାର ସର୍ବନିମ୍ନ ତାପମାତ୍ରା 7.2 ଡିଗ୍ରୀ ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିରେ 7.5 ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ 7.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏଭଳି ସ୍ଥିତିରେ ଶୀତ ଲହରୀ ଆଜିଠୁ ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ। ଆହୁରି ସପ୍ତାହେ ପ୍ରବଳ ଥଣ୍ଡା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପରବର୍ତ୍ତୀ ଖବର ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି। ବାରବାଟୀରେ ହେବାକୁ ଥିବା ଟି-20 ମୁକାବିଲା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ଉଭୟ ଦଳର ଖେଳାଳିଙ୍କୁ ହୋଟେଲ ମେ ଫେୟାରକୁ ପାଛୋଟି ନିଆଯାଇଛି। ଟିମ୍ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ବୋଲିଂ କୋଚ୍ ମୋର୍ନେ ମୋର୍କେଲ, ତିଲକ ବର୍ମା ଓ ଅର୍ଶଦୀପ ସିଂଙ୍କ ସହ ଅଧିକାଂଶ ଖେଳାଳି ହୋଟେଲରେ ପହଞ୍ଚିଛନ୍ତି। ହୋଟେଲରେ ଉଭୟ ଦେଶର ଖେଳାଳିଙ୍କୁ ପାରମ୍ପରିକ ନୃତ୍ୟ ଗୀତ ସହ ଭବ୍ୟ ସ୍ୱାଗତ କରାଯାଇଛି। ପରବର୍ତ୍ତୀ ଖବର ତୁଟୁନି ମଣ୍ଡି ସମସ୍ୟା। କଳାପାଣି ମଣ୍ଡିରେ ଏବେ ମଧ୍ୟ 30,000ରୁ ଉର୍ଦ୍ଧ୍ୱ ଧାନ ବସ୍ତା ପଡ଼ି ରହିଛି। ଫଳରେ ଧାନ ବିକିବା ପାଇଁ ଦିନ ଦିନ ଧରି ଚାଷୀ ମଣ୍ଡିରେ ଜଗି ବସିଛି। ତେବେ ଚଳିତ ବର୍ଷ ଖରିଫ ଋତୁ ପାଇଁ 230 କୋଟି ପ୍ୟାଡି ପ୍ୟାକ୍ଟୋରିମେଣ୍ଟ ରହିଥିବା ବେଳେ 1,63,727 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ପରବର୍ତ୍ତୀ ଖବର ଓଡ଼ିଆ ପୁଅଙ୍କୁ ହ୍ୟାଣ୍ଡସେକ୍। ଭାରତ ଗସ୍ତ ସାରି ଫେରିଗଲେ ରୁଷ ରାଷ୍ଟ୍ରପତି। ପୁଟିନଙ୍କ ଗସ୍ତ ବେଳେ ଚର୍ଚ୍ଚାରେ ଓଡ଼ିଆ ସେନା ଅଫିସର। ପୁଟିନଙ୍କ ସହ କରମର୍ଦ୍ଦନ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ମେଜର ଜେନେରାଲ ଭୂଦେବ ପରିଡା। ରାଷ୍ଟ୍ରପତି ଭବନ ଆସିବା ବେଳେ ତାଙ୍କ ସହ କରମର୍ଦ୍ଦନ କରିଥିଲେ ପୁଟିନ। ଗାଡ଼ିରୁ ଓହ୍ଲାଇବା ପରେ ମେଜର ଜେନେରାଲ ଭୂଦେବ ପରିଡାଙ୍କ ସହ ହ୍ୟାଣ୍ଡସେକ୍ କରିଥିଲେ ରୁଷ ରାଷ୍ଟ୍ରପତି। ପରବର୍ତ୍ତୀ ଖବର କ୍ୟାବିନେଟରେ 6 ପ୍ରସ୍ତାବକୁ ମଞ୍ଜୁରୀ। ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିର କରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି। ଏହି ଯୋଜନା ଜରିଆରେ ରେଶମ କୀଟର ବିହନ ପ୍ରସ୍ତୁତି, ରେଶମ ପ୍ରଜାତିର ସଂରକ୍ଷଣ ସହ ନୈତିକତା ଉପାୟରେ କରୁଣା ରେଶମର ଉତ୍ପାଦନ କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ।